आसନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା ତା'ର 137 ପର୍ବର 7 ପଦରୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବା ପାଇଁ ଚାହେଁ ଯେ ଗତ ପାଠରେ ଆମେ ଇସ୍ରାଏଲୀୟମାନଙ୍କର ସେହି ବାବିଲୀୟ ନଦୀମାନଙ୍କ ନିକଟରେ ବିଳାପ କରୁଥିବାର ବିଷୟକୁ ଲକ୍ଷ୍ୟ କରୁଥିଲୁ। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଏହି 137 ପର୍ବର 7 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଜେରୁସାଲେମର ଦିନ ସ୍ମରଣ କର। ସେମାନେ କହିଲେ, ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ନ୍ୟାୟ ବିଚାର ଚାହାନ୍ତି। ସେମାନେ ଈଶ୍ୱରଙ୍କର ନ୍ୟାୟ ବିଚାରକୁ ଅପେକ୍ଷା କରନ୍ତି। ସେମାନେ ନ୍ୟାୟ ବିଚାର ପାଇବା ନିମନ୍ତେ ପ୍ରାର୍ଥନା କରନ୍ତି। ଜେରୁସାଲେମର ପତନ ସମୟରେ ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଈଶ୍ୱର ଯେପରି ନ୍ୟାୟ ବିଚାର ରକ୍ଷା କରିଥିଲେ ଓ ଇଦୋମୀୟମାନଙ୍କ ପ୍ରତିକୂଳରେ ହସ୍ତ ବିସ୍ତାର କରିଥିଲେ, ତାହା ସେମାନେ ସ୍ମରଣ କରି ଈଶ୍ୱରଙ୍କଠାରୁ ସେହିପରି ପୁନର୍ବାର ନ୍ୟାୟ ବିଚାର ପାଇବା ନିମନ୍ତେ ଅପେକ୍ଷା କରନ୍ତି। କିନ୍ତୁ ଆପଣ ବୋଧହୁଏ କହିପାରନ୍ତି ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷରେ ଏପରି ପ୍ରାର୍ଥନା କରିବା ଉଚିତ ନୁହେଁ। ହଁ, ତାହା ସତ୍ୟ। ମାତ୍ର ସେହି ସମୟରେ ଇସ୍ରାଏଲ ନିମନ୍ତେ ଏପରି ପ୍ରାର୍ଥନା କରିବା ଯଥାର୍ଥ ଥିଲା, କାରଣ ଏହି ଲୋକମାନେ ବ୍ୟବସ୍ଥାର ଅଧୀନରେ ଥିଲେ, ଯାହାକି ନ୍ୟାୟ ବିଚାର ପ୍ରଦାନ କରୁଥିଲା। ଲକ୍ଷ୍ୟ କରିବେ ଯେ ଆମେ ପ୍ରଭୁ ଯୀଶୁଙ୍କୁ ଭୁଲ ବୁଝିପାରୁ ଯେତେବେଳେ ସେ ସେହି କ୍ରୁଶ ଉପରେ ଥାଇ କହିଲେ, ପିତ, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ, ଯାହାକି ଲୁକ 23 ପର୍ବର 34 ପଦରେ ଲେଖା ଅଛି। ତେବେ ଆପଣ କ'ଣ ଭାବୁଛନ୍ତି ଯେ ସେ ସେହି ଲୋକମାନଙ୍କର ସମସ୍ତ ପାପକୁ ଉପେକ୍ଷା କରୁଅଛନ୍ତି? ଯଦି ଆପଣ ସେପରି ଭାବୁଛନ୍ତି ତାହେଲେ ତାହା ଭୁଲ। ସେ ଯାହା ସବୁ କହୁଅଛନ୍ତି ତାହା ହେଉଛି, ପିତ, ମୋତେ ସେମାନେ କୃଷାର୍ପିତ କରୁଥିବାରୁ ଏହି ନିର୍ଦ୍ଦିଷ୍ଟ କାର୍ଯ୍ୟ ନିମନ୍ତେ ସେମାନଙ୍କୁ କ୍ଷମା କର। ଏଠାରେ ସେମାନେ ଯାହା କରୁଅଛନ୍ତି ତାହା ସେମାନେ ଜାଣନ୍ତି ନାହିଁ। ସେହି ଅପରାଧ ସେମାନଙ୍କ ବିରୁଦ୍ଧରେ ଗଣାଯିବାକୁ ନଥିଲା, କିନ୍ତୁ ସେମାନେ ତଥାପି ପାପୀ ଅଟନ୍ତି ଓ ସେମାନଙ୍କୁ ପାପୀ ସ୍ୱରୂପେ ଈଶ୍ୱରଙ୍କ ନିକଟକୁ ଆସିବାକୁ ହେବ। ଯେପରିକି ସେମାନଙ୍କ ମଧ୍ୟରୁ ଜଣେ କଲେ, ଆଉ ସେ ହେଉଛନ୍ତି ତାର୍ସର ସାଉଲ, ଯିଏକି ସମ୍ଭବତଃ ସେହି ସମୟରେ ସେଠାରେ ଥିଲେ। ତାହାଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ ଥିଲା ଓ ତାହାଙ୍କଠାରୁ ପାପ କ୍ଷମା ପାଇବାକୁ ଥିଲା। ତେବେ କେହି କହିପାରନ୍ତି ଯେ ସ୍ତିଫାନ ଯେତେବେଳେ ମୃତ୍ୟୁଭୋଗ କଲେ ସେତେବେଳେ ସେ ଏହିପରି କହିଲେ, ପ୍ରଭୁ, ଏହି ପାପ ସେମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ, ଯାହାକି ପ୍ରେରିତ 7 ପର୍ବର 60 ପଦରେ ଲେଖା ଅଛି। ହଁ, ତାହା ସତ। ସ୍ତିଫାନ ଏକ ସ୍ୱଭାବ ଉପସ୍ଥାପିତ କରୁଅଛନ୍ତି ଯାହାକି ବିଶ୍ୱାସୀମାନେ ଧାରଣ କରିବା ଉଚିତ। ପାଉଲ ଏହାକୁ ଏହିପରି ଭାବେ ଉପସ୍ଥାପିତ କରନ୍ତି, ହେ ପ୍ରିୟମାନେ, ତୁମେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଖ୍ରୀଷ୍ଟ ବିଶ୍ୱାସୀର ମନୋଭାବ କି ପ୍ରକାର? ଖ୍ରୀଷ୍ଟ ବିଶ୍ୱାସୀର ମନୋଭାବ ହେଉଛି ଏହି, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, ମାତ୍ର ତାହା ଈଶ୍ୱରଙ୍କ ହସ୍ତରେ ଛାଡ଼ିଦିଅ। ତେବେ ତାହାର ଅର୍ଥ କ'ଣ ଏହି ଯେ ଏହି ବିଷୟରେ କିଛି କରାଯିବ ନାହିଁ? ତାହା ନୁହେଁ। ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଈଶ୍ୱର ଆପଣଙ୍କୁ ମୋତେ କହନ୍ତି, ତୁମେମାନେ କ'ଣ କ୍ଷତାକ୍ତ ଓ ଆଘାତପ୍ରାପ୍ତ ହୋଇଅଛ? ତୁମେମାନେ ଫେରି ଆଘାତ କର ନାହିଁ। ମୁଁ ଚାହେଁ ତୁମେମାନେ ଯେପରି ତାହା ମୋ ଉପରେ ଛାଡ଼ିଦିଅ। ମୁଁ ତାହାର ପ୍ରତିକାର କରିବି, କାରଣ ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଈଶ୍ୱର କହୁଅଛନ୍ତି ଯେ ସେ ସେମାନଙ୍କୁ ସେଥି ନିମନ୍ତେ ଛାଡ଼ିଦେବେ ନାହିଁ। ଆପଣ ଦେଖନ୍ତୁ, ଯେତେବେଳେ ଆପଣ ଓ ମୁଁ ଆମର ହସ୍ତରେ ନେଇ ବିଚାର କରିଥାଉ ବା ଆମର ହସ୍ତରେ ବିଚାର ନେଇଯାଉ, ଆମ୍ଭେମାନେ ବିଶ୍ୱାସର ଚାଲିବାକୁ ପରିତ୍ୟାଗ କରୁ। ଆମେମାନେ ପ୍ରକୃତରେ ଯାହା କହୁ ତାହା ହେଉଛି, ପ୍ରଭୁ, ଏହାର ପ୍ରତିକାର ନିମନ୍ତେ ମୁଁ ଆପଣଙ୍କୁ ବିଶ୍ୱାସ କରିପାରିବି ନାହିଁ, ମୁଁ ନିଜେ ଏହାର ପ୍ରତିକାର କରିବି। ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ପ୍ରକୃତରେ ତହିଁର ପରିଶୋଧରେ ତାହାକୁ ଆଘାତ କରିବାକୁ ଚାହୁଁ। କିନ୍ତୁ ଈଶ୍ୱର କହୁଅଛନ୍ତି, ତୁମେମାନେ ବିଶ୍ୱାସରେ ଚାଲ, ଏହି ବିଷୟକୁ ମୋ ଉପରେ ଛାଡ଼ିଦିଅ,
କାରଣ ମୁଁ ହେଉଛି ନ୍ୟାୟବାନ ଈଶ୍ୱର। ପ୍ରିୟ ବନ୍ଧୁ, ନ୍ୟାୟ ବ୍ୟାପିବା ଉଚିତ ଓ ଏହା ବ୍ୟାପିବାକୁ ଅଛି। କେହି ଜଣେ ତଥାପି ଯୁକ୍ତି କରିପାରନ୍ତି ଯେ ଏହା ନୂତନ ନିୟମ ପରି ନୁହେଁ। ତେବେ ଏହା ନୂତନ ନିୟମ ପରି ନୁହେଁ ବୋଲି ଆପଣ କ'ଣ ବୁଝନ୍ତି? ମୁଁ ଏହା ପ୍ରକାଶିତ ବାକ୍ୟ 6 ପର୍ବର 9 ପଦରୁ 10 ପଦ ମଧ୍ୟରେ ଏହିପରି ପାଠ କରିଅଛି। ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦୀ ତଳେ ଦେଖିଲି। ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀ ନିବାସୀମାନଙ୍କଠାରୁ ଆମମାନଙ୍କ ରକ୍ତର ପରିଶୋଧ ନ ନେବ? ଆପଣ ଦେଖନ୍ତୁ, ପ୍ରତିଶୋଧ ନେବା ନିମନ୍ତେ ପ୍ରାର୍ଥନା କରିବା ନୂତନ ନିୟମର ବିରୁଦ୍ଧ ନୁହେଁ। ପ୍ରିୟ ବନ୍ଧୁ, ନ୍ୟାୟ ବିଚାର ବ୍ୟାପିବା ଉଚିତ। ଆମମାନଙ୍କର ଈଶ୍ୱର ହେଉଛନ୍ତି ନ୍ୟାୟବାନ ବିଚାରକର୍ତ୍ତା। ଅନ୍ୟାୟର ପ୍ରତିକାର ହେବା ଉଚିତ। ପ୍ରିୟ ବନ୍ଧୁ, ମନ୍ଦତା ବିଷୟ ନେଇ ଆପଣ କେତେ ଦୂର ଗଭୀର ଭାବେ ଚିନ୍ତା କରନ୍ତି? ଆପଣ କ'ଣ ଏକ ପାଗଳା କୁକୁରକୁ ଘୃଣା କରନ୍ତି, ଯେ କି ଆପଣଙ୍କ ପିଲାମାନଙ୍କ ମଧ୍ୟରୁ ଜଣକୁ କାମୁଡ଼ିବା ନିମନ୍ତେ ଅଗଣା ମଧ୍ୟକୁ ପ୍ରବେଶ କରେ? ଆପଣ ଯଦି ଆପଣଙ୍କର ପିଲାମାନଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ଆପଣ ସେହି ପାଗଳା କୁକୁରକୁ ନିଜ ଗୃହକୁ ଆଣିବା ନିମନ୍ତେ ମଧ୍ୟ କିଛି ଭାବିବେ ନାହିଁ, କି ଆପଣଙ୍କ ପିଲାମାନଙ୍କୁ ତା'ର ମୁଣ୍ଡକୁ ଥାପୁଡ଼ାଇବା ନିମନ୍ତେ କହିବାରେ କିଛି ଭାବିବେ ନାହିଁ। କିନ୍ତୁ ଆପଣ ଯଦି ଆପଣଙ୍କର ପିଲାମାନଙ୍କୁ ପ୍ରକୃତରେ ପ୍ରେମ କରନ୍ତି, ତାହେଲେ ଆପଣ ସେହି ପାଗଳା କୁକୁରକୁ ଘୃଣା କରିବେ। ଏହା ପ୍ରଭୁ ଯୀଶୁଙ୍କ ବିଷୟ ନେଇ କୁହାଯାଏ। ଯେତେବେଳେ ସେ ପରବର୍ତ୍ତୀ ସମୟରେ ଆଗମନ କରିବେ, ଲେଖା ଅଛି, ତୁମେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ, ଯାହାକି ଗୀତ 45:7 ପଦରେ ଲେଖା ଅଛି। ଆପଣ ଦୁଷ୍ଟତାକୁ ଘୃଣା କରିବା ବିନା ଧାର୍ମିକତାକୁ ପ୍ରେମ କରିପାରିବେ ନାହିଁ। ଆପଣ ଶୟତାନକୁ ଘୃଣା କରିବା ବିନା ଈଶ୍ୱରଙ୍କୁ ପ୍ରେମ କରିପାରିବେ ନାହିଁ। ଆପଣ ଭୁଲକୁ ଘୃଣା କରିବା ବିନା ଠିକ୍ ବିଷୟକୁ ପ୍ରେମ କରିପାରିବେ ନାହିଁ। ପ୍ରକୃତରେ ଆପଣ ମନ୍ଦତା ବିଷୟରେ କେତେ ଗଭୀର ଭାବେ ଚିନ୍ତା କରନ୍ତି? ଏହି ନିର୍ବାଚିତମାନେ ସେହି ବାବିଲୀୟ ନଦୀ ନିକଟରେ ଅତି ଗଭୀର ଭାବେ ତାହା ଅନୁଭବ କଲେ। ଆଉ ସେମାନେ ଏତିକି ପ୍ରାର୍ଥନା କରୁଥିଲେ, ଯେପରି ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶିତ ହୁଏ। କିନ୍ତୁ ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେପରି ପ୍ରାର୍ଥନା କରିବା ଯଦିଓ ଖ୍ରୀଷ୍ଟୀୟ ପ୍ରେମକୁ ପ୍ରକାଶ କରେ ନାହିଁ, ମାତ୍ର ସେମାନେ ତହିଁର ବିଚାର ଈଶ୍ୱରଙ୍କ ହସ୍ତରେ ଛାଡ଼ିଦେବା ଉଚିତ, କିନ୍ତୁ ନିଜେ ତହିଁର ବିଚାର କରିବା ଉଚିତ ନୁହେଁ। କାରଣ ଈଶ୍ୱର ହେଉଛନ୍ତି ନ୍ୟାୟ ବିଚାରକର୍ତ୍ତା। ସେ ମଧ୍ୟ କହନ୍ତି, କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ତେଣୁ ଈଶ୍ୱରଙ୍କର ନ୍ୟାୟ ବିଚାର ନିମନ୍ତେ ପ୍ରାର୍ଥନା କରିବା କିଛି ଭୁଲ ନୁହେଁ। କିନ୍ତୁ ଆମ୍ଭେମାନେ ଅପରାଧୀକୁ କ୍ଷମା ଦେବା ଉଚିତ, ମାତ୍ର ତାହାର ପ୍ରତିଶୋଧ ନେବା ଉଚିତ ନୁହେଁ, କି ଈଶ୍ୱର ତାହା ଉପରେ ଏହିପରି ବିଚାର ବର୍ତ୍ତାନ୍ତୁ ବୋଲି ପ୍ରାର୍ଥନା କରିବା ଉଚିତ ନୁହେଁ। ମାତ୍ର ଆମେ ତାହାକୁ ଈଶ୍ୱରଙ୍କ ହସ୍ତରେ ଛାଡ଼ିଦେବା ଉଚିତ। ତେବେ ଏଇ ଯେଉଁ ଇସ୍ରାଏଲର ବନ୍ଦୀ ଲୋକମାନେ ବାବିଲୀୟ ନଦୀ ନିକଟରେ ଥିଲେ, ସେମାନେ ଏହି ବିଷୟକୁ ଗଭୀର ଭାବରେ ଚିନ୍ତା କରି ଈଶ୍ୱରଙ୍କର ବିଚାର ଯେପରି ସେମାନଙ୍କର ଶତ୍ରୁମାନଙ୍କ ଉପରେ ବର୍ତ୍ତେ, ଏଥିନିମନ୍ତେ ପ୍ରାର୍ଥନା କରୁଥିଲେ। ଗୀତ ସଂହିତା 137 ପର୍ବର 8 ପଦରେ ଏହିପରି ଲେଖା ଅଛି, ଆଗୋ ବିନାଶ୍ୟ ବାବିଲୀୟ କନ୍ୟା, ତୁମ୍ଭେ ଆମମାନଙ୍କ ପ୍ରତି ଯେ ରୂପ କରିଅଛ, ତୁମ୍ଭକୁ ସେହି ରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ। ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ। ଏହା ଏକ ପ୍ରତିଫଳମୂଳକ ବ୍ୟବସ୍ଥା। ଆଜି ମଧ୍ୟ ଏହି ନିୟମ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଯୁଜ୍ୟ। ସେଥିପାଇଁ ଗାଲାତୀୟ 6 ପର୍ବର 7 ପଦରେ ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ବାସ୍ତବରେ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ତେଣୁ ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ଲୋକମାନେ କହିବାକୁ ଚାହାନ୍ତି, ହେ ଈଶ୍ୱର,
आमମାନଙ୍କ प्रति जेपरि घटिअछि सेମାନଙ୍କ प्रति ମଧ୍ୟ सेहीपरि घटु। प्रभु यीशु ମଧ୍ୟ माथ्यू 26 पर्वर 52 पदରେ एहिपरि प्रकाश करନ୍ତି। ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମର ଖड्ग ପୁନର୍ବାର ସୁସ୍ଥାନରେ ରଖ, କାରଣ ଯେଉଁମାନେ ଖड्ग ଧାରଣ କରନ୍ତି ସେ ସମସ୍ତେ ଖड्ग ଦ୍ୱାରା ବିନଷ୍ଟ ହେବେ। ମନୁଷ୍ୟ ଯାହା କରେ ତହିଁର ପ୍ରତିଫଳ ତାହାକୁ ଭୋଗ କରିବାକୁ ହୁଏ। ଏହା ନିରାଟ ସତ୍ୟ। ବର୍ତ୍ତମାନ ଆମେ ପ୍ରକୃତ ଜଟିଳ ବିଷୟ ମଧ୍ୟକୁ ଆସୁଅଛୁ। ଗୀତ 137 ପର୍ବର 9 ପଦରେ ଏହିପରି ଲେଖା ଅଛି, ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ ସେ ଧନ୍ୟ। ଏହି ଇସ୍ରାଏଲୀୟମାନେ ସେହି ବାବିଲୀୟ ନଦୀ ନିକଟରେ ବସିଥିବା ସମୟରେ ବାବିଲୋନୀୟମାନଙ୍କ ଦ୍ୱାରା ପରିହାସିତ ହୋଇ ଓ ତାଡ଼ିତ ହୋଇ ଅତୀତରେ ସେହି ଜେରୁସାଲେମ ନଗରୀ ଉପରେ ବାବିଲୋନୀୟମାନଙ୍କର ଅତ୍ୟାଚାର ଓ ସେମାନେ କିପରି ସେମାନଙ୍କର ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ି ମାରୁଥିଲେ, ସେହିସବୁ ଦୃଶ୍ୟକୁ ସ୍ମରଣ କରି କହନ୍ତି, ଯେହେତୁ ସ୍ୱର୍ଗରେ ଜଣେ ନ୍ୟାୟ ବିଚାରକର୍ତ୍ତା ଅଛନ୍ତି, ତେଣୁ ଦିନେ କେହି ଜଣେ ବାବିଲୋନୀୟମାନଙ୍କର ଶିଶୁଗଣକୁ ମଧ୍ୟ ସେହିପରି ଶୈଳରେ କଚାଡ଼ିକି ବିନାଶ କରିବ। ତେବେ ଆପଣ ଏହା ପସନ୍ଦ କରିପାରନ୍ତି ବା ନ କରିପାରନ୍ତି, ମାତ୍ର ଅସୁରର ରାଜା ବାବିଲୋନୀୟମାନଙ୍କ ପ୍ରତି ଠିକ୍ ସେହିପରି ଘଟାଇଥିଲା, ଯାହାକି ସେମାନେ ଜେରୁସାଲେମବାସୀଙ୍କ ପ୍ରତି ଘଟାଇଥିଲେ। ପ୍ରିୟ ବନ୍ଧୁ, ଏହି ଗୀତ ଆଜି ମଧ୍ୟ ଆମମାନଙ୍କ ଜୀବନ ପାଇଁ ପ୍ରଯୁଜ୍ୟ, କାରଣ ବର୍ତ୍ତମାନର ଲୋକେ ମଧ୍ୟ ସେହିପରି ଜୀବନଯାପନ କରନ୍ତି। ସେମାନେ ଅତୀତର ଲୋକମାନଙ୍କ ଅପେକ୍ଷା କୌଣସି ପ୍ରକାରେ ଧାର୍ମିକ ନୁହନ୍ତି। ଈଶ୍ୱର ଆଜି ମଧ୍ୟ ତାହାଙ୍କର ନ୍ୟାୟ ଓ ଧାର୍ମିକତା ରକ୍ଷା କରନ୍ତି। ସେ କେବେ ହେଲେ ଅଧାର୍ମିକତାକୁ ପ୍ରଶ୍ରୟ ଦେବେ ନାହିଁ। ସେ ପାପର ବିଚାର ମଧ୍ୟ କରନ୍ତି। ସେ ମଧ୍ୟ ଦୋଷୀକୁ ତହିଁର ପ୍ରତିଫଳ ଦିଅନ୍ତି। ମାତ୍ର ସେ ମଧ୍ୟ ଅନୁଗ୍ରହ ତଥା ଦୟା ରକ୍ଷା କରନ୍ତି। ସେ ତାହାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପାପର ସମାଧାନ କରିଅଛନ୍ତି। ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ପ୍ରସ୍ତୁତ କରିଅଛନ୍ତି। ଯେପରି ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପୀ ନିଜର ପାପ ସ୍ୱୀକାର କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହୁଏ। ତେଣୁକରି ବର୍ତ୍ତମାନ ସେ ସେହି ଅନୁଗ୍ରହ ଜଗତ ପ୍ରତି ପ୍ରକାଶ କରିଅଛନ୍ତି। ବର୍ତ୍ତମାନ ଅନୁଗ୍ରହର ସମୟ। କିନ୍ତୁ ଆମେ ଯଦି ସେହି ଅନୁଗ୍ରହକୁ ଉପେକ୍ଷା କରୁ ବା ସେହି ଅନୁଗ୍ରହକୁ ଉପେକ୍ଷା କରି ପାପରେ ଜୀବନ ଅତିବାହିତ କରୁ, ତାହେଲେ ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ହେଉଛନ୍ତି ନ୍ୟାୟ ବିଚାରକର୍ତ୍ତା ଓ ପାପର ପ୍ରତିଫଳଦାତା ଓ ସେ ନିଶ୍ଚିତ ଭାବେ ଆମମାନଙ୍କର ବିଚାର କରିବେ। ତେଣୁ ଆସୁ ସୁଯୋଗ ଥାଉଁ ଥାଉଁ ପାପରୁ ଫେରି ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରି ଈଶ୍ୱରଙ୍କର ବିଚାରରୁ ରକ୍ଷା ପାଇ ସେ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆପଣଙ୍କୁ ପ୍ରେମ କରନ୍ତି। ସେ ଚାହାନ୍ତି ନାହିଁ ଆପଣ ପାପରେ ବିନଷ୍ଟ ହୁଅନ୍ତୁ। ସେ ଚାହାନ୍ତି ନାହିଁ ଆପଣ ଆପଣଙ୍କ ଅପରାଧୀର ବିଚାର କରନ୍ତୁ, କାରଣ ତାହା କରିବା ଦ୍ୱାରା ଆପଣ ମଧ୍ୟ ଭୁଲ କରି ବସିବେ। କିନ୍ତୁ ଈଶ୍ୱରଙ୍କର ଦୃଷ୍ଟିରେ କୌଣସି ମନୁଷ୍ୟ ବର୍ତ୍ତି ଯାଇପାରିବ ନାହିଁ। ଆଉ ସେ ଯେଉଁ ବିଚାର କରନ୍ତି, ଯଥାର୍ଥ ବିଚାର କରନ୍ତି, ତାହାଙ୍କ ବିଚାରରେ କୌଣସି ପକ୍ଷପାତିତା ନାହିଁ, କୌଣସି ପ୍ରକାର ତାଙ୍କ ବିଚାରରେ ଅନ୍ୟାୟ ନାହିଁ, କି ପକ୍ଷପାତ ନାହିଁ, କି ମୁଖାପେକ୍ଷା ନାହିଁ। ସିଏ ଦୋଷୀକୁ ନିର୍ଦ୍ଦୋଷୀ ବା ନିର୍ଦ୍ଦୋଷୀକୁ ଦୋଷୀ ବୋଲି ସାବ୍ୟସ୍ତ କରିବେ ନାହିଁ। ସେ ନ୍ୟାୟ ବିଚାରକର୍ତ୍ତା, ଆଉ ସେ ହିଁ ନ୍ୟାୟ ଦେବେ, ଆଉ ସେ ଯଥାର୍ଥ ବିଚାର କରିବେ। ମନୁଷ୍ୟ ହିସାବରେ ଆମେ ଯେତେବେଳେ ବିଚାର କରୁ ଆମେ ଭୁଲ କରିଦେଇପାରୁ, କିନ୍ତୁ ତାହାଙ୍କର ବିଚାରରେ କୌଣସି ତ୍ରୁଟି ନଥାଏ। ତେଣୁ ଆସୁ ଆମମାନଙ୍କର ସମସ୍ତ ବିଷୟ ତାହାଙ୍କ ହସ୍ତରେ ଦେଉ, ଯେପରି ଆମେ ତାହାଙ୍କର ଇଚ୍ଛା ବିରୁଦ୍ଧ କୌଣସି କାର୍ଯ୍ୟ ନ କରୁ। ଆସନ୍ତୁ ଏହାପରେ ଆମେ ଗୀତ 138 ପର୍ବ ମଧ୍ୟକୁ ଯିବା। ଏହି 138 ପର୍ବଟି ହେଉଛି ସମ୍ପୂର୍ଣ୍ଣ ମନପ୍ରାଣ ଦେଇ ପ୍ରଶଂସା କରିବାର ଗୀତ। ଏହା ହେଉଛି ଦାଉଦଙ୍କର ଗୀତ, କାରଣ
ଏହା ଦାଉଦଙ୍କ ସମୟର ସେହି ସମାଗମ ତମ୍ବୁ ଅର୍ଥାତ୍ ମନ୍ଦିର ସମ୍ବନ୍ଧୀୟ ବିଷୟ ନେଇ ପ୍ରକାଶ କରେ। ଗୀତ 137 ପର୍ବରେ ଆମେ ଦେଖିଥିଲୁ ଯେ ଇସ୍ରାଏଲୀୟମାନେ ସେମାନଙ୍କର ବୀଣା ସବୁକୁ ବୃକ୍ଷରେ ଟଙ୍ଗାଇ ଦେଇ ସେହି ବାବିଲିୟ ନଦୀ ନିକଟରେ ବସି ରୋଦନ କରୁଥିଲେ। ମାତ୍ର ଏହି 138 ଗୀତରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ସେହି ବୀଣା ପୁନର୍ବାର ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ହସ୍ତରେ ଅଛି ଓ ସେହିସବୁ ଈଶ୍ୱରଙ୍କର ପ୍ରଶଂସା ତଥା ଉପାସନା ନିମନ୍ତେ ବ୍ୟବହାର କରାଯାଉଅଛି। ଏହା ଭାବବାଣୀ ସମ୍ବନ୍ଧୀୟ ଏକ ପ୍ରଶଂସାର ଗୀତ ଯାହାକି ଭବିଷ୍ୟତ ପ୍ରତି ଦୃଷ୍ଟି କରେ, ଯେତେବେଳେ କି ଇସ୍ରାଏଲର ଅବଶିଷ୍ଟାଂଶ ବିଶ୍ୱାସୀମାନେ ସେମାନଙ୍କର ବୀଣାଗୁଡ଼ିକୁ ପୁନର୍ବାର ହସ୍ତରେ ଧରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା କରିବେ। ଆମେ ଜାଣି ରଖିବା ଉଚିତ ଯେ ଇସ୍ରାଏଲ ହେଉଛି ଈଶ୍ୱରଙ୍କର ମନୋନୀତ ଜାତି। ସେ କେବେ ହେଲେ ଇସ୍ରାଏଲକୁ ଭୁଲିଯିବେ ନାହିଁ। ସେ ଇସ୍ରାଏଲ ଜାତିକୁ ଆହ୍ୱାନ ଦେଇଅଛନ୍ତି। ସେ ଇସ୍ରାଏଲ ଜାତିର ପିତା, ଆଉ ସେ କେବେ ହେଲେ ସେମାନଙ୍କୁ ଶତ୍ରୁମାନଙ୍କ ନିକଟରେ ସଦାସର୍ବଦା ପାଇଁ ଅପଦସ୍ଥ ହେବା ପାଇଁ ଦେବେ ନାହିଁ। ତେବେ ଦେଖନ୍ତୁ ଗୀତ 138 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୁଁ ଆପଣାର ସର୍ବାନ୍ତକରଣରେ ତୁମ୍ଭର ଧନ୍ୟବାଦ କରିବି, ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଏହି ପ୍ରକାର ଧନ୍ୟବାଦର ହୃଦୟ ଆଜି ଇସ୍ରାଏଲ ମଧ୍ୟରେ ପରିଲକ୍ଷିତ ହୁଏ ନାହିଁ। ମାତ୍ର ଦିନ ଆସୁଅଛି ଯେତେବେଳେ ସେମାନେ ସେହି ମହାକ୍ଲେଶରୁ ଉଦ୍ଧାର ପାଇବେ, ସେତେବେଳେ ସେମାନେ ସର୍ବାନ୍ତକରଣରେ ତାହାଙ୍କର ଧନ୍ୟବାଦ କରିବେ। ସେତେବେଳେ ଏହା ବାସ୍ତବ ଆନ୍ତରିକ ଉପାସନାରେ ପରିଣତ ହେବ। ଏହା ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ଏକ ଶିକ୍ଷା। ପ୍ରିୟ ବନ୍ଧୁ, ଆପଣ ଓ ମୁଁ ଆମେ ନିଜ ନିଜର ହୃଦୟକୁ ସମୀକ୍ଷା କରି ପଚାରିବା ଉଚିତ, ମୁଁ କ'ଣ ସର୍ବାନ୍ତକରଣରେ ଈଶ୍ୱରଙ୍କର ଉପାସନା କରିପାରୁଛି କି? ମୁଁ କ'ଣ ଆନ୍ତରିକ ଭାବରେ ଈଶ୍ୱରଙ୍କର ଉପାସନାରେ ଯୋଗଦାନ କରିଅଛି? ମୁଁ କ'ଣ ଆନ୍ତରିକ ଭାବରେ ତାହାଙ୍କର ବାକ୍ୟ ଶୁଣି ନିଜକୁ ପ୍ରସ୍ତୁତ କରିପାରିଛି କି? ମୁଁ କ'ଣ ବାସ୍ତବରେ ଆନ୍ତରିକ ଭାବରେ ଅନୁତାପ କରିଛି କି? ମୁଁ କ'ଣ ଆନ୍ତରିକତାର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିଛି କି? ନା ମୁଁ କେବଳ ବାହିକ ଭାବରେ ଓ ସମାଲୋଚନାମୂଳକ ମନୋଭାବ ନେଇ ତାହାଙ୍କର ଉପାସନାରେ ଯୋଗଦାନ କରିଅଛି? ଆଜି ଯଦି ଆମେ ଏହି ପ୍ରଶ୍ନ ନିଜ ନିଜକୁ କରିବା, ତାହେଲେ ଆମେ ନିଜର ଦୁର୍ବଳତା ସବୁକୁ ଜାଣିବା ନିମନ୍ତେ ସମର୍ଥ ହୋଇପାରିବା। ଈଶ୍ୱର ଲୋକ ଦେଖାଣିଆ ଉପାସନା ଆମମାନଙ୍କଠାରୁ ଚାହାନ୍ତି ନାହିଁ, ମାତ୍ର ସର୍ବାନ୍ତକରଣ ସହିତ ଲେଖା ଅଛି, ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଆପଣ ଦେଖନ୍ତୁ, ଦାଉଦ ଯେତେବେଳେ ଏଠାରେ ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ବୋଲି କହନ୍ତି, ସେ ଅନେକ ପ୍ରକାର ବିଷୟକୁ ବୁଝନ୍ତି। ଆଉ ଆମମାନେ ନିଶ୍ଚିତ ହୋଇପାରିବା ନାହିଁ ଯେ ପ୍ରକୃତିରେ ତାହାଙ୍କ ମନରେ ସେହି ବିଷୟ ନେଇ କ'ଣ ଥିଲା। କିନ୍ତୁ ସେ ଯାହା ହେଉନା କାହିଁକି, ସେ ଏଠାରେ ବାକ୍ୟ ପ୍ରଚାରକୁ ମୁଖ୍ୟ ସ୍ଥାନ ଦିଅନ୍ତି। ତେବେ ସେ ଯାହା ହେଉନା କାହିଁକି ଦେବଗଣର ଅର୍ଥ ଆମେ ଏହିପରି ବୁଝୁ ଯେ ଯେକୌଣସି ବିଷୟ ଯାହାକି ଆମ ଜୀବନରେ ଈଶ୍ୱରଙ୍କ ସ୍ଥାନରେ ସ୍ଥାନ ପାଏ, କିମ୍ବା ଈଶ୍ୱରଙ୍କ ଓ ଆମ ମଧ୍ୟରେ ଏକ ସ୍ଥାନ ଗ୍ରହଣ କରେ, ତାହା ହିଁ ଆମ୍ଭମାନଙ୍କ ନିମନ୍ତେ ଦେବତା ପରି ହୁଏ। କିନ୍ତୁ ଆମ୍ଭେମାନେ ଯଦି ଈଶ୍ୱରଙ୍କର ପରିଚୟ ପାଇଅଛୁ, ତାହେଲେ ଆମ ଜୀବନରେ ଅନ୍ୟ କୌଣସି ବିଷୟ ଈଶ୍ୱରଙ୍କ ସ୍ଥାନ ଗ୍ରହଣ କରିବା ଉଚିତ ନୁହେଁ। କି ଯେଉଁମାନେ ସତ୍ୟ ଈଶ୍ୱରଙ୍କର ପରିଚୟ ପାଇନାହାନ୍ତି, ସେମାନଙ୍କ ନିକଟରେ ଆମେ ନୀରବ ରହିବା ଉଚିତ ନୁହେଁ। ଆମେ ସେମାନଙ୍କ ନିକଟରେ ଏହି ପରିତ୍ରାଣଜନକ ସୁସମ୍ବାଦ ପ୍ରଚାର କରିବା ଉଚିତ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତର ଏକମାତ୍ର ଉଦ୍ଧାରକର୍ତ୍ତା ତଥା ଅନନ୍ତ ଜୀବନଦାତା ଈଶ୍ୱର। ପ୍ରିୟ ବନ୍ଧୁ, ଏହି ବିଷୟକୁ ମନ ମଧ୍ୟରେ ରଖି ଆମେ ନିଜ ନିଜକୁ ପ୍ରଶ୍ନ କରୁ ଯେ ମୋ ଜୀବନରେ ମୁଁ କ'ଣ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହୋଇପାରିଛି କି? ମୁଁ କ'ଣ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିପାରୁଛି କି? ମୁଁ କ'ଣ ଅନ୍ୟମାନଙ୍କ ନିକଟରେ ଆଦର୍ଶ ଜୀବନଯାପନ କରିପାରୁଛି କି? ମୁଁ କ'ଣ ମୋର ଜୀବନ ଦ୍ୱାରା ଅନ୍ୟମାନଙ୍କୁ
ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରୁଛି କି? ନା ମୋ ଜୀବନ ଆଜି ଅନ୍ୟମାନଙ୍କ ନିମନ୍ତେ ପ୍ରତିବନ୍ଧକ ସ୍ୱରୂପ ହୋଇଅଛି? କିନ୍ତୁ ଭକ୍ତ ଦାଉଦ କହନ୍ତି, ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଭକ୍ତ ଏଠାରେ ଈଶ୍ୱରଙ୍କୁ ସର୍ବଶ୍ରେଷ୍ଠ ସ୍ଥାନ ଦେଇ ତାଙ୍କର ପ୍ରଶଂସା କରିବାର ବିଷୟକୁ ପ୍ରକାଶ କରନ୍ତି। ତାଙ୍କର ବାକ୍ୟ ପ୍ରଚାରକୁ ଶ୍ରେଷ୍ଠ ସ୍ଥାନ ଦିଅନ୍ତି। ତାଙ୍କର ସାକ୍ଷୀ ହେବା ନିମନ୍ତେ ପସନ୍ଦ କରନ୍ତି ଓ ତାହାଙ୍କୁ ସର୍ବସାକ୍ଷାତରେ ଉଚ୍ଚୀକୃତ କରାଇବା ନିମନ୍ତେ ଶପଥ କରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ତାହା ହିଁ ଆମମାନଙ୍କ ଜୀବନରୁ ଚାହାନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।